ସମସ୍ତ ଶିଶୁ ବୌଦ୍ଧ ଶ୍ରେଣୀର ଭାଇ ଭଉଣୀମାନଙ୍କୁ ସ୍ୱାଗତ ଆଉ ଅଭିନନ୍ଦନ। ଆଜି ଆମେ ଆସ ଛବି ଦେଖି କହିବା ବହି ପଢ଼ିବା। ଆସ ଛବି ଦେଖି କହିବା ବହି କାହିଁକି ପଢ଼ିବା? ଶିଶୁ ବାଟିକାରେ ଶିଶୁଙ୍କ ବୟସ ଦୃଷ୍ଟିରୁ ଅନୌପଚାରିକ କ୍ରିୟାକଳାପ ଆଧାରରେ ଶିଶୁଙ୍କୁ ଶିକ୍ଷା ଦିଆଯାଇଥାଏ। ଶ୍ରବଣ, କଥନ, ପଠନ, ଲିଖନ, ଭାଷା ବିକାଶର 4ଟି ସୋପାନ। ଶିଶୁ ବାଟିକାରେ ତନ୍ମଧ୍ୟରୁ ଶ୍ରବଣ ଏବଂ କଥନ ସୋପାନକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଶିଶୁମାନଙ୍କର ଶ୍ରବଣ ଦକ୍ଷତାର ବିକାଶ ଠିକ୍ ଭାବରେ ହୋଇପାରିଲେ କଥନରେ ସ୍ପଷ୍ଟତା ଆସିଥାଏ ଏବଂ ଶ୍ରବଣ ଦକ୍ଷତାର ଅଭିବୃଦ୍ଧି ହୋଇଥାଏ। ତଦନୁଯାୟୀ ପଠନ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଲିଖନ ଦକ୍ଷତା ଆସିଥାଏ। ତେଣୁ 3 ବର୍ଷରୁ ଉର୍ଦ୍ଧ୍ୱ ଶିଶୁମାନଙ୍କୁ ପ୍ରଥମେ ବିଭିନ୍ନ ଚିତ୍ର ଦେଖାଇ ସେହି ଚିତ୍ର ସମ୍ବନ୍ଧରେ ବାର୍ତ୍ତାଳାପ କରିବା ଦ୍ୱାରା ଶିଶୁଙ୍କ ଶ୍ରବଣ ଦକ୍ଷତାର ବିକାଶ ହେବା ସହିତ କଥନ ଦକ୍ଷତାର ବିକାଶ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ଶିଶୁ ବାଟିକାରେ ଆସ ଛବି ଦେଖିବା ବହିର ଆବଶ୍ୟକତା ରହିଛି। ତେଣୁ ଆଜି ଆମେ ଆସ ଛବି ଦେଖି କହିବା ବହିର ଆମ ଘର ଚିତ୍ରଟିକୁ ପଢ଼ିବା। ମା ଭାଇଙ୍କୁ ଧରିଛନ୍ତି, ମା ଭାଇଙ୍କୁ ଧରିଛନ୍ତି, ଭାଇ ଗୋଟିଏ ଖେଳନା ଧରିଛନ୍ତି, ଭାଇ ଗୋଟିଏ ଖେଳନା ଧରିଛନ୍ତି। ବାପା ଚୌକି ଉପରେ ବସି ଖବରକାଗଜ ପଢ଼ୁଛନ୍ତି, ବାପା ଚୌକି ଉପରେ ବସି ଖବରକାଗଜ ପଢ଼ୁଛନ୍ତି। ଜେଜେମା ଜେଜେବାପା କଥା ହେଉଛନ୍ତି, ଜେଜେମା ଜେଜେବାପା କଥା ହେଉଛନ୍ତି। ଭଉଣୀ ନାଚୁଛନ୍ତି, ଭଉଣୀ ନାଚୁଛନ୍ତି। ଏହି ବାକ୍ୟ ଗୁଡ଼ିକୁ ଆମେ ମନେ ରଖିବା। ଧନ୍ୟବାଦ।